ଶୋଇବା ବେଳେ ସ୍ୱପ୍ନ ସମସ୍ତେ ଦେଖନ୍ତି। କେବେ କାହାକୁ ସୁସ୍ୱାଦୁ ଖାଦ୍ୟ ଖାଇବାର ସ୍ୱପ୍ନ ଆସେ ତ ଆଉ କେବେ କାହାକୁ ଭଲ ଜାଗାରେ ବୁଲିବାର ସ୍ୱପ୍ନ ଆସେ। ସେହିପରି କେବେ କାହାକୁ ବହୁତ ଉଚ୍ଚରୁ ତଳେ ପଡ଼ିଯିବାର ଓ ସାପ କାମୁଡ଼ିଲା ପରି ଭୟଙ୍କର ସ୍ୱପ୍ନ ଆସିଥାଏ, ଯାହାକୁ ଦେଖି ଲୋକମାନେ ଡରି ଯାଇଥାନ୍ତି। କିନ୍ତୁ ତାପରେ ତାକୁ ଏକ ଖରାପ ସ୍ୱପ୍ନ ଭାବି ପୁଣି ଶୋଇପଡ଼ନ୍ତି ଏବଂ ପୁଣି ସକାଳୁ ଉଠି ତାଙ୍କର ଦୈନନ୍ଦିନ କାର୍ଯ୍ୟ ସାରିଥାନ୍ତି। ତେବେ ଏପରି ସ୍ୱପ୍ନ କାହିଁକି ଆସିଥାଏ, ଏହାର ଅର୍ଥ କ'ଣ, ଏ କଥା କେହି ଭାବିନଥାନ୍ତି। ତେବେ ସ୍ୱପ୍ନ ଶାସ୍ତ୍ରରେ ଆମକୁ ଏସବୁ ପ୍ରଶ୍ନର ଉତ୍ତର ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ସ୍ୱପ୍ନଗୁଡ଼ିକର କାରଣ ଏବଂ ଅର୍ଥ ବିଷୟରେ କେବଳ ଆପଣଙ୍କ ନିଜ ଚ୍ୟାନେଲ ରହସ୍ୟ ଓଡ଼ିଆରେ। ସ୍ୱପ୍ନର ଅର୍ଥ ବାବଦରେ ଲୋକମାନଙ୍କ ମଧ୍ୟରେ ବହୁତ ସନ୍ଦେହ ରହିଛି, କିନ୍ତୁ ଆମେ ସ୍ୱପ୍ନକୁ ନିଦ୍ରା ଅବସ୍ଥାର ଚିନ୍ତା ବୋଲି କହିପାରିବା, ଯେଉଁଥିରେ ସୁଖ, ଦୁଃଖ, ଆନନ୍ଦ, କ୍ରୋଧ, ଭୟ ଇତ୍ୟାଦି ସମସ୍ତ ପ୍ରକାର ମନୋଭାବ ଥାଏ। ଏହି ଭାବଗୁଡ଼ିକୁ ଛାଡ଼ି ସ୍ୱପ୍ନର ଅର୍ଥ ବ୍ୟକ୍ତ ଅଂଶ ସହିତ ମନର ଚିନ୍ତାଗୁଡ଼ିକୁ ବ୍ୟକ୍ତ କରିଥାଏ। ସ୍ୱପ୍ନଶାସ୍ତ୍ର ଆମକୁ ଏହି ଭାବଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିଥାଏ। ହେଲେ କିଛି ଲୋକ ମନେ କରନ୍ତି ଯେ ସ୍ୱପ୍ନ ସମ୍ପୂର୍ଣ୍ଣ ଅର୍ଥହୀନ ଅଟେ। ଏଥିପାଇଁ ବିଭିନ୍ନ ଗ୍ରନ୍ଥଗୁଡ଼ିକରେ ସ୍ୱପ୍ନର ଫଳ ଏବଂ ତାହାର ଅର୍ଥ ବିବେଚନା କରାଯାଇଛି। କେଉଁ ସ୍ୱପ୍ନ ଶୁଭ ଫଳଦାୟକ ଓ କେଉଁ ସ୍ୱପ୍ନ ଅଶୁଭ ତାହା ଗ୍ରନ୍ଥମାନଙ୍କରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆପଣ ଶୁଭ ସ୍ୱପ୍ନ ଦେଖନ୍ତି, ତାପରେ ଆଉ ଥରେ ଶୋଇବା ଉଚିତ ନୁହେଁ, କାରଣ ଆଗାମୀ ଶୁଭ ଫଳ ମିଳିନଥାଏ। ଯଦି ଆପଣ ଅଶୁଭ ସ୍ୱପ୍ନ ଦେଖନ୍ତି, ତେବେ ନିଦ ଭାଙ୍ଗିଗଲା ପରେ ଆଉ ଥରେ ଶୋଇବା ଉଚିତ ନୁହେଁ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଆପଣ ସ୍ୱପ୍ନରେ ଘୋଡ଼ା, ହାତୀ କିମ୍ବା ପାହାଡ଼କୁ ଚଢ଼ିବାର ସ୍ୱପ୍ନ ଦେଖନ୍ତି, ତେବେ ଆପଣଙ୍କୁ ଧନ ଲାଭ ହେବାର ସୂଚନା ମିଳିଥାଏ। ଯଦି ସ୍ୱପ୍ନରେ ଜଳଭରା ପାତ୍ର ଦେଖନ୍ତି, ତେବେ ପୁତ୍ର, ଧନ ଓ ଲକ୍ଷ୍ମୀ ପ୍ରାପ୍ତ ହେବାର ସୂଚନା ମିଳିଥାଏ। ଯଦି ଆପଣ ସ୍ୱପ୍ନରେ ନିଜେ ହସୁଥିବାର ଦେଖନ୍ତି, ତେବେ ଆପଣଙ୍କୁ ଦୁଃଖ ଆସିବାର ସଂକେତ ମିଳିଥାଏ। ଯଦି ଆପଣ ଦକ୍ଷିଣ ଦିଗକୁ ମୁହଁ କରି ଯାଉଥିବାର ଦେଖନ୍ତି, ତେବେ ମୃତ୍ୟୁ ଆସିବାର ସଂକେତ ମିଳିଥାଏ। ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏହିପରି ସ୍ୱପ୍ନ ଦେଖିଥିବେ। ଏହି ସ୍ୱପ୍ନଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି, ଯାହାକୁ ସ୍ୱପ୍ନଶାସ୍ତ୍ରରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେବେ ବିଜ୍ଞାନ ଦୃଷ୍ଟିକୋଣରୁ ସ୍ୱପ୍ନ କାହିଁକି ଆସେ, ଏହାର ଉତ୍ତର ଦେବା ସମ୍ଭବ ନୁହେଁ, କାରଣ ବିଜ୍ଞାନ ଭ୍ରମକୁ ଅନୁସନ୍ଧାନ କରେ ନାହିଁ। ଆଜି ଯାଏ ଅନେକ ପ୍ରଶ୍ନର ଉତ୍ତର ବିଜ୍ଞାନ ପାଖରେ ନାହିଁ। ବିଜ୍ଞାନ କହିଥାଏ କି ସ୍ୱପ୍ନ ନିଦ୍ରା ଅବସ୍ଥାର ଏକ ଚିନ୍ତା ମାତ୍ର। ହେଲେ ଯାହା ଆମ ସହ ଘଟିନାହିଁ, ତାକୁ ବି ଆମେ ସ୍ୱପ୍ନରେ କାହିଁକି ଦେଖୁ, ଏ କଥାର ଉତ୍ତର ବିଜ୍ଞାନ ପାଖରେ ନାହିଁ। ମନର ଅଶାନ୍ତିକୁ ଦୂର କରିବାକୁ ସ୍ୱପ୍ନ ନିଦ୍ରାର ସହାୟକ ହୁଏ। ଏହି କାରଣରୁ ଶାସ୍ତ୍ରକାରମାନେ ସ୍ୱପ୍ନକୁ ନିଦ୍ରାର ଅଭିଭାବକ ବୋଲି କହିଛନ୍ତି। ସ୍ୱପ୍ନଶାସ୍ତ୍ର କହେ ଯେ ପ୍ରତ୍ୟେକ ସ୍ୱପ୍ନରେ କୌଣସି ନା କୌଣସି ଇଚ୍ଛା ପୂରଣ ହେବାର ଚେଷ୍ଟା ରହେ। ସ୍ୱପ୍ନ ଦେଖିବାରେ ଆମକୁ ଲାଭ ମିଳେ, କାରଣ ମନର ଅନେକ ଅସମ୍ପୂର୍ଣ୍ଣ ଇଚ୍ଛାଗୁଡ଼ିକ କାଳ୍ପନିକ ଭାବରେ ପୂରଣ ହୋଇଥାଏ, ଯାହାଦ୍ୱାରା ମନକୁ ଶାନ୍ତି ମିଳେ ଏବଂ ନିଦ୍ରାର ବିଘ୍ନ ଦୂର ହୋଇଥାଏ। ଆଜି ପାଇଁ ବାସ୍ ଏତିକି। ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ଲେଖିବାକୁ ଭୁଲିବେନି ଏବଂ ଏହିପରି ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ମଧ୍ୟ ଭୁଲିବେନି।